এক, দুই, তিন, ଚାରି, ପାଞ୍ଚ। ଏହି ବୁଲା କୁକୁର ଗ୍ୟାଙ୍ଗକୁ ଦେଖିବାକୁ ମିଳେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ଏହି ଗ୍ୟାଙ୍ଗକୁ ଦେଖି କିଏ ନା ଡରିବ? ଭୁବନେଶ୍ୱରରେ ପୋଷା କୁକୁର ନେତାକୁ ପାରଳାଖେମୁଣ୍ଡିରେ ଅଫିସକୁ ଜଗିଛି ବୁଲା କୁକୁର ଗ୍ୟାଙ୍ଗ। ବର୍ତ୍ତମାନ ଆଜି ଓଡ଼ିଶାରେ ବେଶ୍ ହଟ୍ ଟପିକ୍ ରହିଛି କୁକୁର ଫର୍ମୁଲା। ଆଜି ରାଜଧାନୀରେ ଜୈନିକ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଜଣେ ପୂର୍ବତନ ବିଧାୟକଙ୍କ ସରକାରୀ ବାସଭବନକୁ ଯାଇଥିବା ବେଳେ ନେତା ଜଣକ କୁକୁର ଛାଡ଼ିଦେବେ ବୋଲି କହିଥିଲେ। ପରବର୍ତ୍ତୀ ସ୍ଥିତିରେ ଉକ୍ତ ନେତାଙ୍କ ବଳବାନ କୁକୁରକୁ ଦେଖି ଭୟଭୀତ ହୋଇଥିଲେ ଗଣମାଧ୍ୟମ ପ୍ରତିନିଧି। ତେବେ ଗୋଟିଏ କଥା ଏଠି ଆଲୋଚନା ହେଉଛି, ପୋଷା କୁକୁର ସିନା ମାଲିକଙ୍କ ଅକ୍ତିଆରରେ ରହିଲେ ଯଦି ବୁଲା କୁକୁର ହୋଇଥାନ୍ତା ଖେଳ ଖତମ ଏକ ପ୍ରକାର। ଆମେ ଏହା କାହିଁକି କହୁଛୁ? ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ମଧ୍ୟ ବହୁ କୁକୁର ରହୁଛନ୍ତି। ତେବେ ଏହି କୁକୁରର ମାଲିକ କିଏ ଅଛି ନା ବୁଲା କୁକୁର, ତାହା ତଦନ୍ତ ସାପେକ୍ଷ। କାରଣ ଏହି କୁକୁରମାନଙ୍କୁ ବେକରେ ଚେନ୍ ନାହିଁ କି ବେଲ୍ଟ ନାହିଁ। ଯେତେ ଦୂର ସମ୍ଭବ ଏହି କୁକୁର ବୁଲା କୁକୁର ନିଶ୍ଚିତ। ତେବେ ଦୁଇଟି କୁକୁରରୁ ତାହା ପୁଣି ପୋଷା କୁକୁରକୁ ରାଜଧାନୀରେ ଭୟ କରୁଥିବା ବେଳେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଞ୍ଚଟି ବୁଲା କୁକୁରଙ୍କୁ କିଏ ବା ଭୟ ନ କରିବ? ସେ ସରକାରୀ କର୍ମଚାରୀ ହେଉ ଅବା ସାଧାରଣ ଜନତା, ସେ ସାମ୍ବାଦିକ ହେଉ ଅବା ପୋଲିସ, ସବୁ ବର୍ତ୍ତମାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲାବେଳେ ଅସାବଧାନତା ଦେଖାଇଲେ ଖେଳ ଖତମ। ଏଥିପ୍ରତି ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେଲେ ଏହା କୁକୁର ଫର୍ମୁଲା ବୋଲି ଧରାଯିବ ନା ନାହିଁ?